ଚିନ୍ତାରୁ ମୁକ୍ତି ପାଇବାର ଉପାୟ ଭାଗ 79। ଡକ୍ଟର ଜେମ୍ସ ଗର୍ଡନ କହିଛନ୍ତି, ନିଜ ପ୍ରତି ସଚ୍ଚୋଟ ରହ। ତୁମେ ବାସ୍ତବରେ ଯେମିତି ସେଇଭଳି ସ୍ୱରୂପ ଧାରଣ କରିବାର ନିୟମ ଇତିହାସ ପରି ଅତି ପୁରୁଣା। ମାନବ ଜାତି ପରି ଏ ନିୟମ ସାର୍ବଭୌମିକ। ଏଞ୍ଜିଲୋ ପାଦ୍ରୀ ଲେଖିଛନ୍ତି, ଯେଉଁ ଲୋକ ପ୍ରକୃତରେ ଯାହା ନୁହେଁ କିନ୍ତୁ ତାହାଠାରୁ ଅତି ରଞ୍ଜିତ କରି ସମାଜରେ ଦେଖାଇଥାଏ, ସେହି ଲୋକ ତୁଳନାରେ ଅନ୍ୟ କେହି ଅଧିକ ଦୁଃଖୀ ହୋଇନଥାଏ। ପାଲ୍ ବୋଷ୍ଟନ୍ ଏକ ପୁସ୍ତକରେ ଲେଖିଛନ୍ତି, ଚାକିରି ପାଇବାର 6ଟି ଉପାୟ। ଚାକିରି ପ୍ରାର୍ଥୀମାନେ କରୁଥିବା ଭୁଲ ଉପରେ ଆଲୋଚନା କରି ସେ ଲେଖିଛନ୍ତି, କୌଣସି ଚାକିରି ପାଇଁ ଦରଖାସ୍ତ ପଠାଇବା ସମୟରେ ଚାକିରି ପ୍ରାର୍ଥୀମାନେ ଗୋଟେ ବଡ଼ ଭୁଲ କରିଥାନ୍ତି। ସେମାନେ ପ୍ରକୃତରେ ଯାହା ନୁହନ୍ତି ଅତିରଞ୍ଜିତ କରି ତା ଅପେକ୍ଷା ଅନଧିକାର ଚେଷ୍ଟା ସେମାନେ କରିଥାନ୍ତି। କଥାବାର୍ତ୍ତା କରିବା ସମୟରେ ସେମାନେ ପରୀକ୍ଷକଙ୍କ ଆଗରେ ନିଜର ପ୍ରକୃତ ସ୍ୱରୂପ ଲୁଚାଇଥାନ୍ତି। ମିଛ କଥା କହି ସେମାନଙ୍କୁ ଠକିବାର ଚେଷ୍ଟା କରିଥାନ୍ତି। ଏହି ମିଥ୍ୟା ବ୍ୟକ୍ତିତ୍ୱ ବେଶୀ ସମୟ ସ୍ଥାୟୀ ହୋଇନଥାଏ। ଶେଷରେ ପ୍ରକୃତ ସ୍ୱରୂପ ଜଣାପଡ଼ିଯାଏ। କୌଣସି ବ୍ୟକ୍ତି ନକଲି ଟଙ୍କାକୁ ପସନ୍ଦ କରିବ ବା କାହିଁକି? କ୍ରମଶଃ ଆଗାମୀ ଭାଗରେ ଆହୁରି ଆଗକୁ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।